ସାଙ୍ଗମାନେ ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଆନ୍ୟୁଆଲ୍ ଏକ୍ଜାମିନେସନ୍ 2024 ଶ୍ରେଣୀ ନବମ ସାମାଜିକ ବିଜ୍ଞାନ ସେଟ୍ ଏ ଓଷ୍ଟା ଦ୍ୱାରା ପ୍ରସ୍ତୁତ ଭୂଗୋଳର 1ରୁ 25ଟି ପ୍ରଶ୍ନକୁ ଆଲୋଚନା କରିସାରିଥିଲେ। ଆଜି ଆମେ ଇତିହାସ ଏବଂ ନଗର ବିଜ୍ଞାନର 25 ଗୋଟି ପ୍ରଶ୍ନ ଅଛି। ସେ ପ୍ରଶ୍ନକୁ ଆଜି ଆମେ ଆଲୋଚନା କରିବା। ତାହେଲେ ଯଥାଶୀଘ୍ର ଆମେ 26 ନମ୍ବରକୁ ଯିବା। 25ଟା ନମ୍ବର ଆମର ସରିଥିଲା। 26 ନମ୍ବର ପ୍ରଶ୍ନ କ'ଣ କହିଛି ନା 26 ନମ୍ବର ପ୍ରଶ୍ନ କହିଛି ଭାରତରେ ପ୍ରଥମ କରି ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ସହିତ ଉପନିବେଶ ସ୍ଥାପନ କରିଥିବା ଦେଶଟି କିଏ ଥିଲେ? ଆମ ପାଖରେ ଅପସନ୍ ଅଛି 4 ଗୋଟି। ପ୍ରଥମେ ଇଂଲଣ୍ଡ ଅଛି, ଦ୍ୱିତୀୟରେ ଫ୍ରାନ୍ସ, ତୃତୀୟ ହଲାଣ୍ଡ, ଚତୁର୍ଥରେ ପର୍ତ୍ତୁଗାଲ ଅଛି। ତାହେଲେ ଆମର ସଠିକ ଉତ୍ତର ହୋଇଯିବ ପର୍ତ୍ତୁଗାଲ, ଅପସନ୍ ଡି। ନେକ୍ସଟ ପ୍ରଶ୍ନକୁ ଯିବା। 27 ନମ୍ବର ପ୍ରଶ୍ନ, ପୃଥିବୀରେ ସାମ୍ୟବାଦ, ସମାଜବାଦ ଓ ସମତାର ବାର୍ତ୍ତା ପ୍ରସାର ଲାଭ କରିଥିବା ବିପ୍ଳବର ନାମ କ'ଣ ଥିଲା? ଫରାସୀ ବିପ୍ଳବ, ରୁଷ ବିପ୍ଳବ, ଅଗଷ୍ଟ ବିପ୍ଳବ, ସବୁଜ ବିପ୍ଳବ। ଆମର ସଠିକ ଉତ୍ତର ହୋଇଯିବ ଅପସନ୍ ବି, ରୁଷ ବିପ୍ଳବ। କାହିଁକି? ସାମ୍ୟବାଦ, ସମାଜବାଦ ଏବଂ ସମତାର ବାର୍ତ୍ତା କିଏ ଦେଇଥିଲେ ନା ରୁଷ ବିପ୍ଳବରୁ ଜାଣିବାକୁ ମିଳିଥିଲା ଆମକୁ। 28 ନମ୍ବର ପ୍ରଶ୍ନକୁ ଯିବା। କିଏ ଇଟାଲୀରେ ଫାଶୀବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ? ଫାଶୀବାଦୀର ବିଷୟବସ୍ତୁ ଅଛି। ଫାଶୀବାଦୀ କିଏ ଥିଲେ ନା ଭିକ୍ଟର ଇମାନୁଏଲ, ଆଡଲଫ ହିଟଲର, ବେନିତୋ ମୁସୋଲିନି, ଉଡ୍ରୋ ୱିଲସନ୍। ତାହେଲେ ସଠିକ ଉତ୍ତର କ'ଣ ହେବ ପିଲାମାନେ? ଅପସନ୍ ସି, ବେନିତୋ ମୁସୋଲିନି ଇଜ୍ ଦ କରେକ୍ଟ ଆନ୍ସର। ଅପସନ୍ ସି ହିଁ ରାଇଟ୍ ଆନ୍ସର ହେବ। ନେକ୍ସଟ ପ୍ରଶ୍ନକୁ ଯିବା। ନୂଆଦିଲ୍ଲୀଠାରେ ସପ୍ତମ ଗୋଷ୍ଠୀ ନିରପେକ୍ଷ ଶିଖର ସମ୍ମିଳନୀ କେବେ ଅନୁଷ୍ଠିତ ହୋଇଥିଲା? ଅପସନ୍ ଅଛି 1983, 1979, 1976, 1993। ତାହେଲେ ଉତ୍ତର କ'ଣ ହେବ ପିଲାମାନେ? ନା ଅପସନ୍ ଏ 1983 ହେଉଛି ସଠିକ ଉତ୍ତର। 1983କୁ ଆମେ କ୍ଲିକ୍ କରିବା। ନେକ୍ସଟ ପ୍ରଶ୍ନକୁ ଯିବା। ସୋଭିଏତ ସଂଘ ଏକ କୃଷିପ୍ରଧାନ ରାଷ୍ଟ୍ରରୁ ଶକ୍ତିଶାଳୀ ଶିଳ୍ପୋନ୍ନତ ରାଷ୍ଟ୍ର ରୂପେ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିବାରେ କେଉଁ ଯୋଜନା ସହାୟକ ହୋଇଥିଲା? ଏଇଟା ଗୋଟେ ଯୋଜନାକୁ ପଚାରୁଛି ପିଲାମାନେ। ତୁମେ ଜାଣିଥିବ ଯେଉଁଟାକି ରୁଷରୁ ଆରମ୍ଭ ହୋଇଥିଲା। ସୋଭିଏତ ସଂଘ ରୁଷକୁ ହିଁ ବୁଝାଉଛି। ତ ଅପସନ୍ରେ ଅଛି ମାର୍ଶଲ ଯୋଜନା, ଦ୍ରୁତ ଅର୍ଥନୈତିକ ଯୋଜନା, ପଞ୍ଚବାର୍ଷିକ ଯୋଜନା, କର୍ମ ନିଯୁକ୍ତି ଯୋଜନା। ତାହେଲେ ଅପସନ୍ କ'ଣ ହେଇଯିବ ପିଲାମାନେ? ନା ଅପସନ୍ ସି, ପଞ୍ଚବାର୍ଷିକ ଯୋଜନା ହେଉଛି ତୁମର ସଠିକ ଉତ୍ତର। ନେକ୍ସଟ ପ୍ରଶ୍ନକୁ ଯିବା। 31, ବୌଦ୍ଧ ଧର୍ମର ପ୍ରଚାର ପାଇଁ ଅଶୋକ ତାଙ୍କ ପୁତ୍ର ମହେନ୍ଦ୍ର ଏବଂ ତାଙ୍କ ଝିଅ କନ୍ୟା ସଂଘମିତ୍ରାଙ୍କୁ କେଉଁ ସ୍ଥାନକୁ ପ୍ରେରଣ କରିଥିଲେ? ଇଣ୍ଡୋନେସିଆ, ମାଲେସିଆ, ସିଂହଳ ନା ତୁମର ଚୀନ? ତାହେଲେ କେଉଁଟା ହେଇଯିବ ପିଲାମାନେ? ଅପସନ୍ ସି, ସିଂହଳ ଇଜ୍ ଦ ରାଇଟ୍ ଆନ୍ସର। ନେକ୍ସଟ ପ୍ରଶ୍ନକୁ ଯିବା। କେଉଁ ଭାଷା ଭାରତର ସର୍ବପୁରାତନ ଭାଷା ରୂପେ ପରିଗଣିତ ହୋଇଥାଏ? ସଂସ୍କୃତ, ହିନ୍ଦୀ, ପାଲି, ପ୍ରାକୃତ। ଏଇଟା ପିଲାମାନେ କ'ଣ ହେବ ନା ଅପସନ୍ ଡି, ପ୍ରାକୃତ ଭାଷା ହେଉଛି ତୁମର ସର୍ବପୁରାତନ ଭାଷା। ନେକ୍ସଟ ପ୍ରଶ୍ନକୁ ଯିବା। ଥିଓସୋଫିକାଲ ସୋସାଇଟି କିଏ ପ୍ରତିଷ୍ଠା କରିଥିଲେ? ସୟଦ ଅହମ୍ମଦ ଖାନ, ମିର୍ଜା ଗୁଲାମ ମହମ୍ମଦ, ଆନି ବେସାନ୍ତ, ଦୟାନନ୍ଦ ସରସ୍ୱତୀ। ତୁମର ଅପସନ୍ କ'ଣ ହେବ? ଅପସନ୍ ସି, ଆନି ବେସାନ୍ତ ହେଉଛି ଏହାର ସଠିକ ଉତ୍ତର। ନେକ୍ସଟ ପ୍ରଶ୍ନକୁ ଯିବା। ଭାରତରେ ପ୍ରାଚୀନତମ ସାହିତ୍ୟ ଭାବେ କାହାକୁ ବିବେଚନା କରାଯାଇଥାଏ? ବେଦ, ଉପନିଷଦ, ରାମାୟଣ, ମହାଭାରତ। ଅପସନ୍ ଏ, ବେଦ ଇଜ୍ ଦ କରେକ୍ଟ ଆନ୍ସର। ଠିକ୍ ଅଛି ପିଲାମାନେ। 35 ପ୍ରଶ୍ନକୁ ଯିବା। କେଉଁ ସମୟରେ ଭାରତରେ ପ୍ରଥମେ ପୌର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା? ସିନ୍ଧୁ ସଭ୍ୟତା, ବୈଦିକ ସଭ୍ୟତା, ମୌର୍ଯ୍ୟ ଯୁଗ, ଗୁପ୍ତ ଯୁଗ। ତାହେଲେ କେଉଁଟା ହେବ? ଅପସନ୍ ସି, ମୌର୍ଯ୍ୟ ଯୁଗ ହେଉଛି ତୁମର ସଠିକ ଉତ୍ତର। ଅପସନ୍ ସି, ମୌର୍ଯ୍ୟ ଯୁଗ ହେବ ରାଇଟ୍ ଆନ୍ସର। କଥାକଳି ଏକ ଶାସ୍ତ୍ରୀୟ ନୃତ୍ୟ। ଏହା ପ୍ରଥମେ ଆମ ଦେଶର କେଉଁ ରାଜ୍ୟରୁ ସୃଷ୍ଟି ହୋଇଥିଲା?
ଏଇଟା ଅପସନ୍ରେ ଅଛି କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରପ୍ରଦେଶ। ଏହାର ସଠିକ୍ ଉତ୍ତର କ'ଣ ହେବ ନା ଅପସନ୍ ଏ କେରଳ ଇଜ୍ ଦ ରାଇଟ୍ ଆନ୍ସର୍ ପିଲାମାନେ। ନେକ୍ସଟ ପ୍ରଶ୍ନକୁ ଯିବା। ଆନ୍ଧ୍ରପ୍ରଦେଶର କେଉଁ ଶାଢ଼ୀ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଅଛି? ଆପାତାନି, କାଞ୍ଚିପୁରମ୍, ପଚମପଲ୍ଲୀ ଏବଂ ଲାଷ୍ଟରେ ଅଛି ଜମଦାନୀ। ହେଲେ ଅପସନ୍ ସି ପଚମପଲ୍ଲୀ ହେଉଛି ତୁମର ସଠିକ୍ ଉତ୍ତର। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। ଓଡ଼ିଶାର କେଉଁ ସ୍ଥାନ ଧନୁଯାତ୍ରା ପାଇଁ ଭାରତରେ ପ୍ରସିଦ୍ଧି ଲାଭ କରିଛି? ପିଲାମାନେ ଧନୁଯାତ୍ରା କଥା ପଡ଼ିଛିରେ, ହେଲେ ଧନୁଯାତ୍ରାଟା କେଉଁଠି ପ୍ରସିଦ୍ଧ ଭଲ ଭାବରେ ଜାଣିଥିବ। ଅପସନ୍ରେ ଅଛି ସମ୍ବଲପୁର, ବିରେ ଅଛି ବରଗଡ଼, ସୁନ୍ଦରଗଡ଼, ରାଜଗଡ଼। ଅପସନ୍ କ'ଣ ହେବ? ଅଲରେଡ଼ି ତୁମେ ଜାଣିଯାଇଛ ଅପସନ୍ ବି ବରଗଡ଼ ଇଜ୍ ଦ ରାଇଟ୍ ଆନ୍ସର୍। ଠିକ୍ ଅଛି। 39କୁ ଯିବା। ପ୍ରତିବର୍ଷ କେଉଁ ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ? ଅପସନ୍ରେ ଅଛି ଡିସେମ୍ବର 10 ତାରିଖ, ମାର୍ଚ୍ଚ 8 ତାରିଖ, ଏପ୍ରିଲ 18 ତାରିଖ, ଡିସେମ୍ବର 24 ତାରିଖ। ଅପସନ୍ ସି ତୁମର ଏପ୍ରିଲ 18 ତାରିଖ ହେଉଛି ସଠିକ୍ ଉତ୍ତର ପିଲାମାନେ। ଏପ୍ରିଲ 18କୁ କ'ଣ କୁହାଯାଏ ନା ବିଶ୍ୱ ଐତିହ୍ୟ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ। 40 ନମ୍ବର ପ୍ରଶ୍ନ। ଓଡ଼ିଆ ସାହିତ୍ୟର କବି ରାଧାନାଥ ରାୟ। ପିଲାମାନେ ରାଧାନାଥ ରାୟଙ୍କ କଥା ପଡ଼ିଛି। ରାଧାନାଥ ରାୟ କହିଲେ ତୁମେ ଭଲ ଭାବରେ ଜାଣିଥିବ ଙ୍କର ସର୍ବଶ୍ରେଷ୍ଠ କୃତି କ'ଣ ଥିଲା? ବସନ୍ତ ଗାଥା, ଚିଲିକା କାବ୍ୟ, କୁସୁମାଞ୍ଜଳି, ତପସ୍ୱିନୀ। ତାହେଲେ ଉତ୍ତର କ'ଣ ହେବ ନା ଚିଲିକା। ଅପସନ୍ ବି ହେଉଛି ରାଇଟ୍ ଆନ୍ସର୍। ନେକ୍ସଟ ପ୍ରଶ୍ନକୁ ଯିବା। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସମ୍ବିଧାନର କେଉଁ ଭାଗରେ ଉଲ୍ଲେଖ କରାଯାଇଛି? ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ। ଅପସନ୍ ବି ତୁମର ଚତୁର୍ଥ ବା 4 ନମ୍ବର ଭାଗରେ ତୁମର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀଟା ଉଲ୍ଲେଖ କରାଯାଇଛି। ନେକ୍ସଟ ପ୍ରଶ୍ନକୁ ଯିବା। ଭାରତର ପ୍ରଥମ ଜାତୀୟ ମାନବ ଅଧିକାର କମିଶନ ଅଧ୍ୟକ୍ଷ କିଏ ଥିଲେ? ଅର୍ଜିତ ପଶାୟତ, ଲିଙ୍ଗରାଜ ମିଶ୍ର, ରଙ୍ଗନାଥ ମିଶ୍ର, ୱାଇ.ଭି. ଚନ୍ଦ୍ରଚୂଡ଼। ତାହେଲେ ତୁମର ଉତ୍ତର କ'ଣ ହେଇଯିବ ନା ରଙ୍ଗନାଥ ମିଶ୍ର। ଅପସନ୍ ସି ଇଜ୍ ଦ କରେକ୍ଟ ଆନ୍ସର୍। ଠିକ୍ ଅଛି ପିଲାମାନେ। ନେକ୍ସଟ ପ୍ରଶ୍ନକୁ ଯିବା। 43 ନମ୍ବର ପ୍ରଶ୍ନ। ସୂଚନା ଅଧିକାର ଆଇନ ସ୍ୱିଡେନରେ ପ୍ରଥମ କରି କେବେ ପ୍ରଣୟନ କରାଯାଇଥିଲା? 1766, 1866, 1966, 1776। ତାହେଲେ ଆମର ଉତ୍ତର ହେଇଯିବ କ'ଣ ନା ଅପସନ୍ ଏ 1766 ହେଉଛି ତୁମର ସଠିକ୍ ଉତ୍ତର। ନେକ୍ସଟ ଯିବା 44 ନମ୍ବର ପ୍ରଶ୍ନକୁ। ବନ୍ଦେ ମାତରମ୍ ସଙ୍ଗୀତର ରଚୟିତା କିଏ ଥିଲେ? ନା ରବୀନ୍ଦ୍ରନାଥ ଠାକୁର, ରାମକୃଷ୍ଣ ପରମହଂସ, ବଙ୍କିମଚନ୍ଦ୍ର ଚାଟାର୍ଜୀ, ତେଜ ବାହାଦୁର ସାପ୍ରୁ। ତାହେଲେ ଆମର ଅପସନ୍ ସି ବଙ୍କିମଚନ୍ଦ୍ର ଚାଟାର୍ଜୀ ହେଉଛି ସଠିକ୍ ଉତ୍ତର ପିଲାମାନେ। ନେକ୍ସଟ ଯିବା 45 ନମ୍ବର ପ୍ରଶ୍ନକୁ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ କେଉଁଠାରେ ବସିଥିଲା? ଦିଲ୍ଲୀ, ବମ୍ବେ, କଲିକତା ଏବଂ ନାଗପୁର ଅଛି। ତାହେଲେ ଅପସନ୍ କେଉଁଟା ହେବ ପିଲାମାନେ? ଅପସନ୍ ବି ବମ୍ବେ ଇଜ୍ ଦ କରେକ୍ଟ ଆନ୍ସର୍। ଠିକ୍ ଅଛି। ନେକ୍ସଟ ପ୍ରଶ୍ନକୁ ଯିବା। ତାହେଲେ ପିଲାମାନେ 45 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ ନା ବମ୍ବେ ତୁମର ହେବ ସଠିକ୍ ଉତ୍ତର। ନେକ୍ସଟକୁ ଯିବା 46 ନମ୍ବର ପ୍ରଶ୍ନକୁ। କେବେ ଆମ ଦେଶରେ ଜାତୀୟ ସଂହତି ପରିଷଦ ଗଠିତ ହୋଇଥିଲା? ଅପସନ୍ରେ ଅଛି 1961, 1962, 1963, 1964। ଅପସନ୍ ଏ 1961 ହେବ ତୁମର ସଠିକ୍ ଉତ୍ତର। 1961କୁ ଆମେ ଟିକ୍ କରିବା। ନେକ୍ସଟ ପ୍ରଶ୍ନକୁ ଯିବା। 47 ନମ୍ବର ପ୍ରଶ୍ନ। ପ୍ରତିବର୍ଷ ଅକ୍ଟୋବର ମାସ 31 ତାରିଖ ଦିନଟିକୁ ଭାରତରେ କେଉଁ ଦିବସ ଭାବେ ପାଳନ କରାଯାଇଥାଏ? ମାନବ ଅଧିକାର ଦିବସ, ଜାତୀୟ ସଂହତି ଦିବସ, ସୂଚନା ଅଧିକାର ଦିବସ, ଜାତୀୟ ନିରାପତ୍ତା ଦିବସ। ଅପସନ୍ ବି ତୁମର ଜାତୀୟ ସଂହତି ଦିବସ ହେଉଛି ସଠିକ୍ ଉତ୍ତର। 48 ନମ୍ବର ପ୍ରଶ୍ନକୁ ଯିବା। 1688 ମସିହାରେ ଇଂଲଣ୍ଡରେ ଘଟିଥିବା ଜନବିପ୍ଳବର ନାମ କ'ଣ ଥିଲା? ନା ଡେମୋକ୍ରାଟିକ୍ ରିଭଲ୍ୟୁସନ୍, ସାର୍ବଜନୀନ ରିଭଲ୍ୟୁସନ୍, ଗ୍ଲୋରିୟସ୍ ରିଭଲ୍ୟୁସନ୍, ପଲିଟିକାଲ୍ ରିଭଲ୍ୟୁସନ୍। ତାହେଲେ ଅପସନ୍ ସି ତୁମର ଗ୍ଲୋରିୟସ୍ ରିଭଲ୍ୟୁସନ୍ ହେଉଛି ସଠିକ୍ ଉତ୍ତର। ନେକ୍ସଟ ପ୍ରଶ୍ନକୁ ଯିବା। 49 ନମ୍ବର ପ୍ରଶ୍ନ। ବିଶ୍ୱ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ? ୱାସିଂଟନ ଡିସି, କାଲିଫର୍ଣ୍ଣିଆ, ଚିକାଗୋ, ନ୍ୟୁୟର୍କ। ହେଲେ ଆମର ଅପସନ୍ ଏ ୱାସିଂଟନ ଡିସି ହେଉଛି ସଠିକ୍ ଉତ୍ତର। ନେକ୍ସଟ ପ୍ରଶ୍ନକୁ ଯିବା। 50 ନମ୍ବର ପ୍ରଶ୍ନ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଯୁକ୍ତ ରାଷ୍ଟ୍ରସଂଘର ସ୍ୱତନ୍ତ୍ର ସଂସ୍ଥା ନୁହେଁ? WHO, ILO,
FAO WTO ହେଲେ यार ସଠିକ ଉତ୍ତର କ'ଣ ହେଇଯିବ ନା ଅପସନ୍ ଡି WTO ହେଉଛି ୟୁନାଇଟେଡ୍ ନେସନ୍ ବା ସଂଯୁକ୍ତ ରାଷ୍ଟ୍ର ସଂଘର ସଦସ୍ୟ ନୁହେଁ। ଆଜି ଥିଲା ଏତିକିଟି ପ୍ରଶ୍ନ 50 ଗୋଟି ପ୍ରଶ୍ନ। ନେକ୍ସଟ ଅନ୍ୟ ଏକ ଭିଡ଼ିଓରେ ଆମେ ଆହୁରି ଅନେକ ଗୋଟି ପ୍ରଶ୍ନକୁ ଆଲୋଚନା କରିବା। ଆଜି ପାଇଁ ଏତିକି। ଧନ୍ୟବାଦ ପିଲାମାନେ। Thanks for watching this video. Please do like, share, comment and subscribe. Thank you to all.